आसंता नवेम्बर 4 तारिखରୁ ପାରାଦୀପର କଳିଙ୍ଗ ବାଲିଯାତ୍ରା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବେ। ସେହିପରି ଉଦ୍ଯାପନୀ ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ବମପତି ମୁଖ୍ୟ ଅତିଥି ରୂପରେ ଯୋଗ ଦେବେ। ଶିଳ୍ପ ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ନଭେମ୍ବର 4 ତାରିଖରୁ 10 ତାରିଖ ଯାଏଁ ଚାଲିବ। ପାରାଦୀପ ବେଳାଭୂମିରେ ବାଲିଯାତ୍ରା ଆୟୋଜିତ ହେବ। 7 ଦିନ ଧରି କଳିଙ୍ଗ ବାଲିଯାତ୍ରା ଆୟୋଜନ ହେବାକୁ ଥିବା ବେଳେ ଓଡ଼ିଶାର ନାମୀ ଦାମୀ କଳାକାରମାନଙ୍କ ସହିତ ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ କହିଛନ୍ତି ଶିଳ୍ପମନ୍ତ୍ରୀ। ଚଳିତ ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ କିପରି କଳିଙ୍ଗ ବାଲିଯାତ୍ରା ଲୋକଙ୍କ ମନ ମୋହିବ ଏନେଇ ସମସ୍ତ ପ୍ରୟାସ ସରିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ। ଦେଖନ୍ତୁ ବାଲିଯାତ୍ରା ନିଶ୍ଚିତ ଭାବରେ ଏଥର ମହା ଆଡମ୍ବରରେ ପାଳନ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଠି କଳିଙ୍ଗ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ଏବଂ ପାରାଦୀପ ପୋର୍ଟ ତରଫରୁ ଯୋଉ ପରମ୍ପରା ହିସାବରେ ଯୋଉ ଆୟୋଜନ କରାଯାଏ, ପାରାଦୀପ ପୋର୍ଟ ତରଫରୁ ଆୟୋଜନ କରାଯାଏ ବୋଇତ ବନ୍ଦାଣ, ସେଠି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବେ ଏବଂ କ୍ଲୋଜିଂ ସେରିମୋନିରେ ଆମର ମହାମହିମ ରାଜ୍ୟପାଳ ଯୋଗ ଦେବେ କ୍ଲୋଜିଂ ସେରିମୋନିରେ। ଏବଂ ନିଶ୍ଚିତ ଭାବରେ ବାଲିଯାତ୍ରା ବହୁ ଆଡମ୍ବରରେ ହବ। ବିଭିନ୍ନ ପ୍ରକାର କଳାକାର ମାନେ ଆସିବେ, ଲୋକମାନଙ୍କୁ ମନୋରଞ୍ଜନ କରିବେ ଏବଂ ବିଭିନ୍ନ ପ୍ରକାର ଷ୍ଟଲ ପଡିବ। ଆମର ଐତିହ୍ୟ ସଂସ୍କୃତି ଉଜ୍ଜୀବିତ କରିବା ସହିତ ଆମର ସାଧବ ପୁଅ ମାନେ ଯେତେବେଳେ କୌଣସି ବିଜ୍ଞାନ ନଥିଲା ଏଇ ସ୍ଥାନରୁ ସବୁ ଯାଆନ୍ତି, ଜାଭା ସୁମିତ୍ର ବାଲି ଜାଗାକୁ ଯାଆନ୍ତି, ସେଠି ବ୍ୟବସାୟ କରନ୍ତି, ଏକ ଟ୍ରେଡିଂ ବିଜନେସ କରନ୍ତି। ଆଜି ଯଦି ଆପଣ ସେ ସ୍ଥାନକୁ ଦେଖିବେ, ଓଡିଆ ସାଧବ ପୁଅ ମାନଙ୍କର ଯୋଉ ବ୍ୟବସାୟିକ ସମ୍ପର୍କ ଆଜି ବି ସେମିତି ନିବିଡ଼ ସମ୍ପର୍କ ଭାବରେ ଉଜ୍ଜୀବିତ ହେଇକି ଅଛି। ୟାକୁ ଆହୁରି ଉଜ୍ଜୀବିତ କରିବା ପାଇଁ କଳିଙ୍ଗ ବାଲିଯାତ୍ରା ମଧ୍ୟ ପାରାଦୀପରେ ଧୁମଧାମରେ ପାଳନ ହବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବେ, ମହାମହିମ ରାଜ୍ୟପାଳ ଯୋଗ ଦେବେ, ତା ସହିତ ଆହୁରି ସମସ୍ତେ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ବି ଉପସ୍ଥିତ ରହିବେ। ପାରାଦୀପରୁ ସଞ୍ଜୟ ସେନାପତିଙ୍କ ରିପୋର୍ଟ, ଖବର ଓଡ଼ିଶା।